সভারূঢ়া মহাভীমা ঘোরদষ্টমঠো উন্মুখী চতুর্ভুজা মুন্ডবালা বরা ভয়ঙ্করাং শিবম মুন্ডবালা ধরা দেবী লোড়জিবাদিগম্বরাম এবং সঞ্চিতকারী শ্মশান রয়বাসিনাং। জগজ্জনীর মা দক্ষিণকারী, শনিশ্চর দেবতা, জগন্নাথ বলভদ্র সুভদ্রা, সুদর্শনদী চতুর্ধামূর্তি দেবতা, লକ୍ଷ୍ମୀନାରାୟଣ, ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି, ଯେଉଁମାନେ ଆଜିର ଏ ଆଷ୍ଟ ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି, ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି, ମାନସିକ ପାରିବାରିକ ଶାନ୍ତି ଏବଂ ଆତ୍ମସନ୍ତୋଷର ଦିନ ହେଉ, ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ନଭେମ୍ବର ମାସ 23 ତାରିଖ 2024 ମସିହା, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ଶନିବାର। ଅଷ୍ଟମୀ ତିଥି ରାତ୍ରି 7ଟା 58 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ନବମୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ମଘା ସିଂହ। ମଘା ନକ୍ଷତ୍ର ରାତ୍ରି 7ଟା 27 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଭୋଗ ହେବ। ଚନ୍ଦ୍ର ସିଂହ ରାଶିରେ ଅହରାତ୍ର 60 ଦଣ୍ଡ ଅବସ୍ଥାନ କରିବେ ବା ରହିବେ। ଅଷ୍ଟମୀ ତିଥି ଯୋଗୁଁ ନଡ଼ିଆ ଖାଇବା ମନା, ଖାଇଲେ ମୂର୍ଖ ହେବେ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ପଞ୍ଚମ ଚନ୍ଦ୍ର, ଘାତ ନକ୍ଷତ୍ର, କୃଷ୍ଣପକ୍ଷ ଏବଂ ଅଷ୍ଟମୀ ତିଥି ଯୋଗୁଁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ ଏବଂ ଇତର ଜନଠାରୁ ଅପମାନ ପାଇବେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ। ସନ୍ତାନମାନଙ୍କର ଶିକ୍ଷା, ଦୀକ୍ଷା, ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ଓ କର୍ମକୁ ନେଇ ଚିନ୍ତିତ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗାରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀ ଶକ୍ତି, ସ୍ମରଣ ଶକ୍ତି ଲୋପ ପାଇବ ବା ଆକୁ ପ୍ରୟୋଗ କରିବାରେ ଅସଫଳ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ବିଫଳତା ଓ ସହକର୍ମୀଙ୍କର ଉପହାସରେ ପାତ୍ର ହେବେ। ଯେଉଁମାନଙ୍କର ଅଶ୍ୱିନୀ ମେଷ, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 11, ଆରାଧନା ପ୍ରଭୁ ହନୁମାନ। ବୃଷ ରାଶି ଚତୁର୍ଥ ଚନ୍ଦ୍ର, ଘାତ 12 ଯୋଗୁଁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ। ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଶୁଭଦୃଷ୍ଟିରେ ରହିବେ। ଧନ ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ। ମୂଲ୍ୟବାନ ଧାତୁ, ବସନ, ଭୂଷଣ, ଘରୋଇ ଉପକରଣ ଏବଂ ଯାନବାହନ କ୍ରୟ କରିବେ। ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ସହକର୍ମୀ ସହଯୋଗ, ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ଆଶାଠାରୁ ଅଧିକ ସଫଳତା, ସହକର୍ମୀଙ୍କ ସହଯୋଗ ଏବଂ ପଦସ୍ଥ ଅଧିକାରୀଙ୍କର ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର ଦ୍ୱିଜା ଓ କୃତିକା ମେଷ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 4, ଆରାଧନା ମା କମଳା। ମିଥୁନ ରାଶି ତୃତୀୟ ଚନ୍ଦ୍ର, ଶନିବାର ଓ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ କର୍ମ ଆରମ୍ଭ କରିପାରନ୍ତି କିମ୍ବା ନୂତନ ସୁଯୋଗ, ନୂତନ ନିଯୁକ୍ତି ମିଳିପାରେ। ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ଭାଇ ଭଉଣୀଙ୍କ ସୁସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ ଏବଂ ଧନର ସତ୍ ବିନିଯୋଗ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ।
कर्मरे आशाठारु अधिक सफलता एवं समस्त कर्मरे आपणकर कर्मकुशलता कर्मतत्परता कार्यदक्षता और समयानुवर्तिता प्रकाश पाइब। जो मानकर मृगशिरा और पुनर्वसु मिथुन समान उपकृत हे। शुभ रंग मेरून, संख्या 4, आराधना माँ षोड़शी। कर्कट राशि घात चंद्र अष्टमी तिथि जोगु वाद विवाद स्वास्थ्य आर्थिक कारोबार कला बेले सतर्कता अवलंबन करेंगे। धन क्षति मानसिक अस्थिरता परिवार मनमालिन एवं शारीरिक पीड़ा भोगे। धन को नहीं बद और माध्यमकदमा पड़ पारती। अन्य ठारू आनी धन फेरबार असमर्थ हे एवं अन्य को देइथिबा धन पाइबार विफल हे। मूल्यवान पदार्थ नष्ट किंबा हजि जाइपारे किंबा आर्थिक ठकामी पड़ पारती। वाणिज्य व्यवसाय परिवहन में क्षति पहुँचब एवं आर्थिक स्थिति बिगिड़। कर्म विफलता एवं समस्त कर्म कंटक सदृश मन हे। जो मानकर पुष्या कर्कट से सतर्कता अवलंबन करेंगे। शुभ रंग धड़ा, संख्या 1, आराधना भगवान शिव। सिंह राशि श्रीचंद्र घाट 12 दुगु घाट 12 प्रभाव रहा। स्वजन सुसंपर्क परिवार सुख शांति एवं समस्त सदस्य मध्य उत्तम बुझाणा एवं परिवार स्वर्गीय सुख अनुभव हम। आमद प्रमोद मौज मजलिस अधिक आग्रह रही परिवार प्रति अधिक यत्नवान हे। चाली चलन व्यवहार कथबार्ता मार्जित और सर्वजन आदृत एवं समस्त प्रशंसार पात्र हे। वाणिज्य व्यवसाय परिवहन में आय मध्यम हे। कर्म स्वल्प परिश्रम अधिक सफलता सहकर्मी सहयोग एवं पदस्थ अधिकारी शुभ दृष्टि रे। जो मानकर पूर्व फाल्गुनी और उत्तरा फाल्गुनी सिंह समान उपकृत हे। शुभ रंग गोलापी, संख्या 3, आराधना प्रभु गजानन। कन्या राशि द्वादश चंद्र घात 12 घात तिथि जो समस्त कर्म शुभफल मिले मन में आत्मसंतोष एवं आत्मतृप्ति मिलना। अदथा खर्च बद खर्च परिवार खर्च बार बहुत कम रहा। खर्च प्रति अनाग्रह संचय प्रति मन में आग्रह प्रकाश पाइब। आयर किसी अंश संचय विनियोग करेंगे एवं धनर सत् विनियोग करेंगे। अन्य ठारू आनी धन प्राप्त हे। बकेया धन प्राप्त हे। समस्त कर्म सुचिंतित पदक्षेप ने एवं ठीक समय ठीक निष्पत्ति नेबार समर्थ हे। कुसंग परित्याग कर सत्संग करेंगे एवं समस्त कर्म आज आपण सहज हे। वाणिज्य व्यवसाय परिवहन में आय उत्तम हे। कर्म सफलता और समस्त कर्म आज आपण सहज हे। जो मानकर उत्तरा फाल्गुनी और चित्रा कन्या से उपकृत हे। शुभ रंग मेरून, संख्या 8, आराधना भगवान विष्णु। तुला राशि एकादश चंद्र शनिवार एवं केतुंकर क्षेत्र भोग होथिबारु आकस्मिक धन लाभ कौन विशेष सूत्र धन प्राप्ति एवं हृत धन गुप्त धन प्राप्त हे। धन संपद प्राचुर्य प्रतिपत्ति वृद्धि पाइब एवं भाग्य आकस्मिक परिवर्तन देखा। नूतन कर्मारंभ नूतन व्यवसाय आरंभ एवं विदेश यात्रार सुजोग जुटिब। वाणिज्य व्यवसाय परिवहन में आय अति उत्तम हे। कर्म सफलता और कर्मस्थान समस्त सुविधा सुजोग हासिल करेंगे। जो मानकर चित्रा और विशाखा तुला समान उपकृत हे। शुभ रंग सिल्वर, संख्या 2, आराधना प्रभु श्रीराम। बिच्छा राशि दशम चंद्र जो कर्म प्रति एकाग्रता और आंतरिकता अधिक रही समस्त कर्म आशा ठार अधिक सफलता मिल। मन में सत्चिंता सद्भावना प्रकाश पाइब और सत्कर्म अधिक आग्रह रही। भाग्य अपेक्षा कर्म अधिक विश्वास और गुरुत्व देवे एवं समस्त कटि काम बंद होता काम एवं कष्टसाध्य काम आज सफलतार सह संपादना करेंगे। वाणिज्य व्यवसाय और परिवहन में आय जहाँ मन में आत्मसंतोष और आत्मतृप्त रही।
ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 6, ଆରାଧନା ମା ବଗଳାମୁଖୀ। ଧନୁ ରାଶି, କୃଷ୍ଣ ପକ୍ଷର ନବମ ଚନ୍ଦ୍ର ଯୋଗୁଁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଆକ୍ରୋଶର ଶିକାର ହେବେ। ମନ ବିଷାଦଗ୍ରସ୍ତ ଚାପଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ। ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଏବଂ ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା, ସହକର୍ମୀଙ୍କର ଅସହଯୋଗ ଏବଂ ପଦସ୍ଥ ଅଧିକାରୀଙ୍କର ରୋଷର ଶିକାର ହେବେ। ଯେଉଁମାନଙ୍କର ମୂଳାଧନୁ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 11, ଆରାଧନା ମା ତାରା। ମକର ରାଶି ପାଇଁ ଆଜି ଦିନଟି ଅତ୍ୟନ୍ତ ଅଶୁଭ, ତେଣୁକରି ବିଶେଷ ସତର୍କତା ଜରୁରୀ। ଅଷ୍ଟମ ଚନ୍ଦ୍ର 8 ତାରିଖ ଏବଂ ବିଛା ମାସର 8 ଦିନ, ଏ ତିନୋଟି 8 ପଡ଼ୁଥିବାରୁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରର ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଉଚିତ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ସତ୍ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ ଏବଂ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ବିବାଦୀୟ ବା କଷ୍ଟସାଧ୍ୟ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ବିଫଳତା ଓ ବାଧା ବିଘ୍ନ ଲାଗି ରହିବ। ଯେଉଁମାନଙ୍କର ଶ୍ରବଣ ମକର ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ କଳା, ସଂଖ୍ୟା 6, ଆରାଧନା ମା ଦୁର୍ଗା। କୁମ୍ଭ ରାଶି, ସପ୍ତମ ଚନ୍ଦ୍ର ଯୋଗୁଁ ମାନସିକ ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପୁତ୍ର ସନ୍ତାନ ସନ୍ତତି, ଭାତୃଭଗ୍ନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ କିମ୍ବା କୌଣସି ବୈବାହିକ କର୍ମରେ ଯୋଗ ଦେବେ। ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଏବଂ ଧନ ମିଳିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ମିଳିଲେ ମଧ୍ୟ ଅଷ୍ଟମୀ ତିଥି 8 ତାରିଖ ଯୋଗୁଁ ବିଛା ମାସର 8 ଦିନ ହେତୁ କିଛି ସମସ୍ୟା ଦେଖାଦେବ। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 3, ଆରାଧନା ମା କାଳୀ। ଶେଷ ରାଶି ମୀନ ରାଶି। ମୀନ ରାଶି ଷଷ୍ଠ ଚନ୍ଦ୍ର ଯୋଗୁଁ ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ, ଅବସାଦରୁ ମୁକ୍ତ ହେବେ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଦେହ ମନ ସୁସ୍ଥ ରହିବ। ପରୋପକାର, ସମାଜ ସେବା ଏବଂ ଧାର୍ମିକ କର୍ମର ଅଧିକ ଆଗ୍ରହ ରହିବ। ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧା ବିଘ୍ନ ପ୍ରତିବନ୍ଧକ ଦୂର ହେବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 11, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। ଏଥିରେ ଆଜିଟା 12ଟି ରାଶିର ଦୈନିକ ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷାଦି କରି ପାଠ କରନ୍ତୁ। ଓଂ ଅଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ କାଶ୍ୟପ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା ସୁପ୍ରୀତୟେ। ଶନିଶ୍ଚର ଦେବତା ମନ୍ତ୍ର 108 ସଂଖ୍ୟକ ମନ୍ତ୍ର ଜପେ ବିନ୍ଦୁକ। ଏ ମନ୍ତ୍ରଟିକି ଥରେ ପଢ଼ିବେ ଏବଂ ଋଷାଦିଟିକି ଥରେ ପଢ଼ିବେ ଏବଂ ମନ୍ତ୍ରଟି ହେଲା ଐଂ ହିଂ ଶ୍ରୀଂ ଶନିଶ୍ଚରାୟ ନମଃ। ଏହି ମନ୍ତ୍ରଟିକି ସକାଳ 108 ଏବଂ ସନ୍ଧ୍ୟାବେଳେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।